ଗତକାଲି ତ ଯେଉଁ ଆମର ରାଜ୍ୟସଭା ସଦସ୍ୟ ମୁନା ଖାଁ ଭେଟିଲା ପରେ ତ କହିଛନ୍ତି ଯେ ମୁଁ ନିଶ୍ଚିତ ଭାବରେ ଅନୁଧ୍ୟାନ କରିବି ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହୁଛନ୍ତି। ତେଣୁ ଆମେ ନିଶ୍ଚିତ ଟିକେ ଅପେକ୍ଷା କରିବା କ'ଣ ଅନୁଧ୍ୟାନ କରୁଛନ୍ତି କରିବେ ଆଉ କାର୍ଯ୍ୟାନୁଷ୍ଠାନ କ'ଣ ନେବେ ତ ଆମେ ଅପେକ୍ଷା କରିବା କଥା। ନାଇଁ ନାଇଁ ସ୍ୱାଭାବିକ ଭାବରେ ଦିଭାଗ ହେବାର କାରଣଟା ହେଲା ଯେତେବେଳେ ମୂଳରୁ ନିଷ୍ପତ୍ତି ନେଇଥିଲେ ତାଙ୍କର ପାର୍ଲାମେଣ୍ଟାରୀ କମିଟି ଯେନ୍ ବସିଥିଲେ ନବୀନ ବାବୁଙ୍କର ସଭାପତିତ୍ୱରେ ବସିଥିଲେ ସେତେବେଳେ ତ ଆଲୋଚନା କରିଥିଲେ ଯେ ଆମେ ତାକୁ ବିରୋଧ କରିବା। ତା ପରବର୍ତ୍ତୀ ଅବସ୍ଥାରେ ଯେଉଁ ଡିସିସନଟା ହେଲା ସେଥିରେ ସମସ୍ତେ ଦିଭାଗ ହେଇଛନ୍ତି, ସାଂସଦମାନଙ୍କ ଭିତରେ ଦିଭାଗ ହେଇଛନ୍ତି। ତେଣୁ ତାକୁ ସେ ଅନୁଧ୍ୟାନ କରିବେ ପୁଣି ସେ ମତ ପରିବର୍ତ୍ତନ କଥା ଯେଉଁ ହେଇଛି ସେଟା କିଏ କହିଛି କେଉଁ ପରିସ୍ଥିତିରେ କହିଛି ସେଟା ତ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଆମେ ମଧ୍ୟ ଯାଇଥିଲୁ ଭେଟିଥିଲୁ ଆମର ଯେଉଁ ଆଡ଼ଭାଇଜରୀ କମିଟି ବାଲା ଆମେ ମଧ୍ୟ ଭେଟିଥିଲୁ ସଭାପତିଙ୍କୁ, ତାଙ୍କୁ ମଧ୍ୟ ଆମେ ମଧ୍ୟ ସମସ୍ତେ କହିଲା ପରେ ସେ ବି କହିଛନ୍ତି ଯେ ମୁଁ ନିଶ୍ଚିତ ଭାବରେ ତାକୁ ଅନୁଧ୍ୟାନ କରିବି। ଆଉ କହିଛନ୍ତି ତ ଗତକାଲି ଦେଇଛନ୍ତି ତାଙ୍କର ବକ୍ତବ୍ୟରେ ମୁଁ ଦେଖୁଥିଲି ଟିଭିରେ ଯେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯେଉଁ କେଉଁ ପରିସ୍ଥିତିରେ। ହଁ ଦେଖିବେ ବିଚାର କରିବେ ଦେଖିବେ ତ ଦେଖିକି ତ ପୁଣି କ'ଣ ଗୋଟେ ନିଷ୍ପତ୍ତି ନେବେ ନା, ଅପେକ୍ଷା କରିବା କଥା ଟିକେ। ସେଇଟା ତ ହେଇଛି ଯେହେତୁ କହିଲି ପରା ପ୍ରଥମରୁ ଯେଉଁ ନିଷ୍ପତ୍ତି ହେଇଥିଲା ଆଉ ନିଷ୍ପତ୍ତି ବଦଳିଲା ବୋଲି ତ ପୁଣି ସମସ୍ତଙ୍କୁ ନେଇକରି ବଦଳିବାର କଥା ଥିଲା ଯେଉଁଟା ସେଟା ହେଇନାହିଁ। ଆଉ ଜଣେ ତାଙ୍କର ଯିଏ ରାଜ୍ୟସଭା ଯେଉଁ ଅଛନ୍ତି ନେତା ସସ୍ମିତ ପାତ୍ର ଯିଏ ରାଜ୍ୟସଭା ସଦସ୍ୟ ସିଏ ଯେଉଁ ଟ୍ୱିଟ୍ କଲେ ସେଟାକୁ କିଛି ଲୋକ ଗ୍ରହଣ କଲେ ନାହିଁ। ଆମର ତ ନିଷ୍ପତ୍ତି ଗୋଟେ ପ୍ରକାର ହେଇଥିଲା। ନିଜେ ସସ୍ମିତ ପାତ୍ର ମଧ୍ୟ କହିଛନ୍ତି ଗୋଟେ ଷ୍ଟେଟମେଣ୍ଟରେ ମୁଁ ଦେଖୁଥିଲି ଯେ ୱାକଫ ବୋର୍ଡ ବିଲ୍ ବିରୁଦ୍ଧରେ ପୁଣି ପରବର୍ତ୍ତୀରେ ଯେଉଁ ପରିବର୍ତ୍ତନ ଆସିଲା ଯେଉଁ ଚେଞ୍ଜ ହେଲା ଡିସିସନ୍ ସେଟାକୁ କେଉଁ ପରିସ୍ଥିତିରେ କିଭଳି ଭାବରେ ହେଲା ସେଟା ତ ସେଥିପାଇଁ ତ ବିଭ୍ରାଟିଆ ସବୁ ହେଇଛି। ନାଇଁ ସେଥିପାଇଁ ତ ସେ କହୁଛନ୍ତି ସଭାପତି ସେଥିପାଇଁ କହୁଛନ୍ତି ଆମ ଦଳର ନେତା ଯେ ସେ ଦେଖିବେ କ'ଣ ଅନୁଧ୍ୟାନ କରିବେ କେଉଁ ପରିସ୍ଥିତିରେ ସେଟା ପୁଣି ତାର ମତ ପରିବର୍ତ୍ତନ ହେଇଛି ବିବେକ ଅନୁମୋଦିତ ଭୋଟ ଦେବା ପାଇଁ ନିଷ୍ପତ୍ତି ହେଲା।